ହ୍ୟାଲୋ ଗାଏ ଜଗନ୍ନାଥ ହର ହର ମହାଦେବ। ଆଶା କରୁଛି ୟୁଟ୍ୟୁବ ଫ୍ୟାମିଲି ମୋର ଭଲରେ ଥିବେ, ବହୁତ ଭଲରେ ଥିବେ, ବହୁତ ଖୁସିରେ ଥିବେ। ଆଉ ଆପଣଙ୍କର ସପୋର୍ଟ ପାଇଁ, ଆପଣଙ୍କର ଲାଇକ୍ ସବସ୍କ୍ରାଇବ ପାଇଁ ମୁଁ ଆଜି ବହୁତ ଖୁସି ଅଛି। ଆପଣ ଏମିତି ମୋ ଭିଡ଼ିଓ ଦେଖୁଥାନ୍ତୁ ଆଉ ସବସ୍କ୍ରାଇବ କରନ୍ତୁ, ଲାଇକ୍ କରନ୍ତୁ। ଆକ୍ଚୁଆଲି ଆଜି ଭିଡ଼ିଓ ବନେଇବାର କାରଣଟା ହଉଛି ଆଜି ହଉଛି ଜୁନ 7 ତାରିଖ। ଆଉ ଜୁନ 7 ତାରିଖ ହଉଛି ମୋର ବର୍ଥଡେ। ତ ମାନେ ସ୍ପେସିଆଲି ଏଇଟା ମୁଁ ବର୍ଥଡେ ପାଇଁ ବନେଇଛି। ବହୁତ ଦିନ ଭାବୁଥିଲି ବନେଇବି ବୋଲି, କିନ୍ତୁ ବନେଇ ପାରିନଥିଲି। ବହୁତ ବର୍ଷ ବି ସେଇ ସିଚୁଏସନ ଟା ହେଇଛି ବୋଲି ସେଥିପାଇଁ ମୁଁ ଆଜି ଭିଡିଓ ଟା ବନଉଛି। ଆକ୍ଚୁଆଲି ହେଇଛି କଣ କିଛି ନାହିଁ, ବହୁତ ଆଜି ସ୍ୟାଡ ଅଛି। ସବୁ ବର୍ଷ ଭଳି ଏ ବର୍ଷ ବି ଜନ୍ମଦିନରେ ମୋ ହଜବେଣ୍ଡ ତ କଣ ତାଙ୍କର କାମ ପଡିଲା, ସେ ଯାଇଛନ୍ତି। ଆକ୍ଚୁଆଲି ମୁଁ ବୁଝିପାରିନି ଠିକ ମୋର ଜନ୍ମଦିନ କି ଆମର ଆନିଭର୍ସରୀକୁ ହିଁ ତାଙ୍କର କାମ ପଡେ କଣ ପାଇଁ। ତାଙ୍କର କାମ ସେଇଆ, ଫଟୋ ସୁଟ କରୁଛନ୍ତି, ଭିଡିଓଗ୍ରାଫି କରୁଛନ୍ତି। ତାଙ୍କର ପ୍ରି ୱେଡିଙ୍ଗ ଅଛି, ଆଜି ଯାଇଛନ୍ତି ପ୍ରି ୱେଡିଙ୍ଗ କରିବା ପାଇଁ। ଆଜି ଯାଇଛନ୍ତି ରମ୍ଭା ଯାଇଛନ୍ତି, କାଲି ବ୍ରହ୍ମପୁର ବିଚ୍ ରେ କଣ ଏମିତି ଅଛି ସୁଟ ଅଛି, ସେଠି ସାରିକି ଆସିବେ କାଲି ରାତି 12ଟାକୁ। ତ ସେଥିପାଇଁ କି ମୁଁ ଆଜି ବହୁତ ସ୍ୟାଡ ଅଛି। କାହିଁକି ନା ମୁଁ ସବୁ ବର୍ଷ ଗୋଟେ ବର୍ଷ ବୋଧେ ଥିଲେ, କିନ୍ତୁ ସବୁ ବର୍ଷ ସେ ଜନ୍ମଦିନକୁ ନଥିବେ କି ଆନିଭର୍ସରୀକୁ ବି ନଥିବେ। ସବୁଦିନ ସବୁ ବର୍ଷ ବାହାରେ, ସବୁ ସେଇ ଦିନ ହିଁ ତାଙ୍କର କାମ ପଡେ। କିନ୍ତୁ ଆଉ କୋଉ ଦିନ ବି ତାଙ୍କର କାମ ପଡିବନି, ସେଇ ଦିନ ହିଁ ତାଙ୍କର ବହୁତ କାମ ପଡିବ। ଆଉ ସେ ଯିବେ କାମ କରିବାକୁ। ଆଉ କଣ କରିବା, ମନା ତ କରିହବନି, କିଛି ତ କରିହବନି। ସେଥିପାଇଁ କି ବହୁତ ଆଜି ସ୍ୟାଡ ଅଛି। କଣ କରିବା, ସେଟା ତ କିଛି କରିହବନି। ମୋ ସହିତ ମୋ ଝିଅ ବି ଏଠି ଅନେଇକି ବସିଛି। ରାତି 12ଟା କ୍ରସ୍ କଲାଣି। ସେ ମତେ ଫୋନ କରିଥିଲେ, ୱିଶ ବି କରିଥିଲେ। ହେଲେ କଣ ହବ, ପାଖରେ ଥିବାଟା ଯେତିକି ଗୁରୁତ୍ୱ, ସେଟା ଦୂରରେ ଥାଇକି ୱିଶ କଲେ ବି ସେଟା ସେତିକି ଇମ୍ପୋର୍ଟାଣ୍ଟ ନୁହଁ। କିନ୍ତୁ ନାହାନ୍ତି ତ ଆଉ କଣ କରିପାରିବା। ସେ ଅନେଇକି ବସିଛି ମତେ, ମୋ ଝିଅ ବି ମତେ ୱିଶ କରିଛି। ଆଉ ମୁଁ ଯେହେତୁ ଭିଡିଓ ଟା ବନେଇବି, ସେ ଅନେଇକି ବସିଛି, ମାମା ମୁଁ ଭିଡିଓ ବନେଇବି, ମୁଁ ତୋ ସହିତ ଭିଡିଓ ବନେଇବି। ନା ମାମା, ତୋର ଏବେ ବୟସ ହେଇନି, ତ ପାଠ ପଢେ, ତୋର ବହୁତ ଆଗକୁ ଅଛି ଭିଡିଓ ବନେଇବା ପାଇଁ, ତୁ ଭିଡିଓ ବନେଇବୁ, ତୁ କ୍ରିଏଟର ହବୁ, ତୁ ଯାହା କରିବୁ। କିନ୍ତୁ ଏବେ ତୋର ପାଠ ପଢିବା ପାଇଁ ପାଠ ପଢିବୁ, ହେଲା। ଭିଡିଓ ବନେଇବା ଟାଇମ ଅଛି। ଅନେଇକି ବସିଛି 12ଟା 15 କ୍ରସ୍ କରିବି, ଗୋଟେ କୋଉ ଶୋଇପଡ। ନା ମୁଁ ଶୋଇବିନି, ଭିଡିଓ ବନେଇବି, ଭିଡିଓ ବନେଇବି। ତମେ ୱିଶ କରୁଛ ମତେ ନା? କଣ କହିଛ? ହାପି ବାର୍ଥଡେ। ହାପି ବାର୍ଥଡେ କଣ? ହାପି ବାର୍ଥଡେ ଟୁ ୟୁ କଣ? ବାବା ନା ମାମା? ବାବା। ବାବା ମାମା। ମାମା। ମୋ ଗେଲି, ମୋ ଧନ, ମୋ ସବୁ କଥାକୁ ଶୁଣେ, ମୋ ସବୁ କଥାକୁ ମାନେ। ସ୍ପେଶାଲ ମୋ ଝିଅ ମୁଁ ତା କଥା ବୁଝିଗଲି, ସେ ମୋ କଥା ବୁଝିବ। ମୋ ମା, ଆଉ କେହି ନୁହଁ। ମୋ ଗେଲି, ମୋ ଧନଟା, କହିଗଲେ ମୋର ସବୁ କିଛି। ମୋ ହଜବେଣ୍ଡ ଯେତିକି ବୁଝୁନଥିବେ, ଇଏ ମୋ କଥା ସେତିକି ବୁଝୁ। ଆଉ ଚୁଗୁଲି କରିବାରେ, ଆଉ ମାମା କୁଆଡେ ଗଲା, କଣ କଲା, କଣ ନାହିଁ, କାହିଁ ତୁ ଏମିତି କରୁଛୁ ନ କରୁଛୁ, ସବୁ କିଛି। ମୋ ହଜବେଣ୍ଡ ଯେତିକି ମତେ ରେଷ୍ଟ୍ରିକ୍ଟ ଲଗେଇ ନଥିବ ମୋ ପ୍ରତି, ଇଏ ସେତିକି ତାର ଇଏ ଅଛି। ନା କି? କଣ ହୁଁ କଣ ହୁଁ? ତାହେଲେ ମାମା କୁଆଡେ ପଳେଇଲେ, ତୋର ଅସୁବିଧା ନା? ମାମା କୁଆଡେ ପଳେଇଲେ ତାର ଅସୁବିଧା। ଖାଲି କୁଆଡେ ମାମା ପଳେଇଲା, ମାମା ମତେ ନେଲାନି, ମାମା ବୁଲିବାକୁ ପଳେଇଲା। ବୁଲିବାକୁ ଯାଉଛି ତତେ ନଉନି। କହୁନୁ ଭିଡିଓ ବନେଇବୁ ପରା, କହୁନୁ 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 କଣ ନା? କଣ ନେବି ଭିଡିଓ କରିବା କହୁନୁ? ବୁଲିବାକୁ ନଉନି? ଆଉ ଯୋଉ ଯାଇଛୁ, ଯୋଉ ବୁଲିବାକୁ ଯୋଉ ଯାଉଛୁ, ତତେ ନେଇ ଯାଉଛନ୍ତି ବାବା, ତୁ ଯୋଉ ଯାଉଛେ କୁଆଡେ ଯାଉଛୁ, କୁଆଡେ କହ ତ? ବୁଲିବାକୁ ଯାଉଛେ, ନଉଛି ନା ନାଇଁ?
ପହରଦିନ ମୁଁ ପହରଦିନ କୁଆଡେ ଯାଇଥିଲି ବୁଲିବାକୁ ଯାଇଥିଲି ତ କାମରେ ବୁଲିବାକୁ ଯାଇଥିଲି। କଣ ଥିଲା ଗଛ ସେଇଠି ବୁଲିବା ଆଉ ଗୋଟେ ସେଇ ଲାଇଟ୍ ଥିଲା ସେଇଠି ସେଟା ବୁଲିବା ଜାଗା ନଥିଲା ନାଇଁ ଆଉ ତୁ କହିବୁ ଭାତ ମାନେ ମୁଁ ମୋ ଗ୍ୟାଲେରୀ ସବୁବେଳେ ସେ ସର୍ଚ୍ଚ କରୁଥିବ ମାନେ ମୁଁ କଣ ଫଟୋ ଉଠେଇଲି କଣ ନାଇଁ କୋଉଠିକି ଗଲି ମାନେ ସେ ମୋ ଗ୍ୟାଲେରୀରୁ ଦେଖିକି ସେ ସବୁ ଜାଣିଦବ ମୁଁ କୋଉଠିକି ଯାଇଛି କୋଉଠିକି ନ ଯାଇଛି ସେ ସବୁ ମାନେ ସେଇଥିରୁ ହିଁ ସେ ମାନେ ଗେସ୍ କରିନିଏ ମାନେ ମୁଁ କୁଆଡେ ଯାଇଛି କୁଆଡେ ନ ଯାଇଛି ସବୁ ମାନେ ଏତେ ମାନେ ତା ଭିତରେ ଟ୍ୟାଲେଣ୍ଟ ଅଛି ଏତେ ମାନେ ବୁଦ୍ଧି ମାନେ କହିବାର ଆମ ବଡ ମାନଙ୍କର ବି ସେତିକି ବୁଦ୍ଧି ହବନି ବଡ ମାନେ ଦେଖିଲେ ବି ଜାଣିପାରିବେନି ଯେ ନାଇଁ ହଁ ଏଇ କୁଆଡେ ଯାଇଥିଲା କି କଣ କରିବ କିଛି ନାହିଁ କିନ୍ତୁ ଇଏ ଟିକେ ସାଙ୍ଗେ ସାଙ୍ଗେ ମୋ ମାମା ଏଠିକି ଯାଇଥିଲା ମୋ ମାମା ସେଠିକି ଯାଇଥିଲା ନୁହଁ କି ଶୋଇବା ଆଁ ଶୋଇବା ହଉ ତ ଏମିତି ହଉଛି କଥା ତ ଆକ୍ଚୁଆଲିରେ ସେମାନେ ଯେହେତୁ ଯାଇଛନ୍ତି ବାହାରକୁ ତ କରିହବନି କାଲି ଯେହେତୁ ଶନିବାର ତ ସେ ଆସିଲା ବେଳକୁ ହିଁ ରାତି 12ଟା ହେଇଯିବ ତ 12ଟା ହେଇଗଲା ଆଉ ତ କିଛି କରିହବନି ତ ସେଥିପାଇଁ ଦେଖିବା କଣ କରୁଛନ୍ତି କି ନାଇଁ ସେଲିବ୍ରେସନ କରୁଛନ୍ତି କି ନାଇଁ ମୋର ଦେଖିବା ଯଦି ମୋ ଉପରେ ସେଲିବ୍ରେସନ କଲେ କି କଣ କଲେ ସରପ୍ରାଇଜ ଦେଲେ ଦେନ୍ ମୁଁ ୟାର ନେକ୍ସଟ ଭିଡିଓରେ ଆପଣଙ୍କୁ ଜଣେଇଦେବି ତ ଜାଣିଲ ଆଁ ହସ ନା ହସ ହସ ମାନେ ତାର ମୁଡ ଅଫ୍ ହେଇଗଲାଣି ସେ ଆକ୍ଚୁଆଲିରେ ଖାଇଥାନ୍ତା ତାର ଫେବରେଟ ଜିନିଷ ତ ସେଇଟା ତାକୁ ମିଳିଲାନି ସେଥିପାଇଁ ସେ ମୋ ପ୍ଲେକୁ ବସିଲାଣି ମାନେ ସେ ଯୋଉଟା କହିବ ଯଦି ସେଇଟା ନହବ ତ ମାନେ ସେ ମୋ ପ୍ଲେକୁ ବସିବ ଏମିତି ତ ତାପରେ ସେ ନିଜେ ବି ବୁଝିଯିବ ତାକୁ କରିବାକୁ ବି ପଡିବନି ନିଜେ ବି ବୁଝିବ ତାକୁ ବୁଝେଇଲେ ସେ ବୁଝିଯିବ ବହୁତ ମାନେ ବୁଦ୍ଧି ଅଛି ତାର ବହୁତ ମାନେ ଅନ୍ୟ ମାନେ ଯୋଉମାନେ ଛୁଆ ମାନେ ଅଛନ୍ତି ଜିଦ୍ଦି କରିବେ ସେମାନେ କାନ୍ଦିକି ଗଡିଯିବେ ସେମାନେ ବୁଝିବେନି କିନ୍ତୁ ମୋ ଝିଅ ସେମିତି ନୁହଁ କହିଲା ମାନେ ହିଁ ସେମାନେ ବୁଝିଯିବ ଜିନିଷ ନାଇଁ ମୋ ମାମା ଏମିତି କହୁଛି କି ବାବା ଏମିତି କହୁଛନ୍ତି ବୁଝିଯିବ ନାଇଁ ତାର ସତରେ ମାନେ ତାଠୁ ବୁଝିଲା ବେଳକୁ କେହି ନାହାନ୍ତି ଆଉ ଦୁଷ୍ଟ ବି ସେମିତି ମାନେ ଏମିତି ଦୁଷ୍ଟରେ ମାନେ ତାକୁ ପାରି ହିଁ ହବନି ନା କି ତୁ ଦୁଷ୍ଟ ହଁ ଦୁଷ୍ଟ ତ ଦୁଷ୍ଟ କହୁନୁ 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 ଦୁଷ୍ଟ କି ତୁ ଦୁଷ୍ଟ ମାନେ ଯେତିକି ବୁଦ୍ଧି ସେତିକି ଆଉ ବୁଝିବା ବି ସେତିକି ଜାଣ ଏତିକି କହିକି ରଖୁଛି ଯଦି କିଛି ହେଲା ତ ଏଇଟା ନେକ୍ସଟ ଭିଡିଓରେ ଆପଣଙ୍କୁ ଜଣେଇବି ହଁ 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 ନାଚ କରିବା ରାତି ଅଧରେ ଗୋଟେରେ ରାତି ଅଧରେ ନାଚ କରିବା ହେଲା ନେକ୍ସଟ ଭିଡିଓରେ ଆପଣଙ୍କୁ ଜଣେଇଦେବି ଯଦି ସେ କିଛି କଲେ ନେକ୍ସଟ ଭିଡିଓ ମୋର ଆସିବ ଆପଣ ମାନେ ଦୟାକରି ମତେ ସବସ୍କ୍ରାଇବ କରିବେ ଚ୍ୟାନେଲକୁ ସବସ୍କ୍ରାଇବ କରିବେ ଲାଇକ୍ କରିବେ ତ ଦୟାକରି ଆପଣଙ୍କ ଦୟାରୁ ସବୁ କିଛି ହବ କରିକି ତ ଆପଣ ଚାହିଁବେ ଯଦି ତ ସେଟା ମାନେ ଯେତିକି ମୁଁ ମାନେ କଷ୍ଟ କରୁଛି ଯେତିକି ଇଏ କରୁଛି ତ କିଛିଟା ମୋର ସାହାଯ୍ୟ ବି ଆପଣ କରିପାରିବେ ଆପଣଙ୍କ ହାତରେ ସବୁ କିଛି ଏତିକି ରହିକି ଏତିକି ରହିକି ବିଦାୟ ଦଉଛି ଜୟ ଜଗନ୍ନାଥ ଏତିକି ରହିକି ବିଦାୟ ଦଉଛି ଗୁଡ ନାଇଟ୍ ଜୟ ଜଗନ୍ନାଥ ହର ହର ମହାଦେବ